परं ब्रह्मा दीपं ज्योतिपरायणे दीपेना हरते पाप संध्या दीप नमस्तुते। कविं कवीनामुपमश्रवस्तवं ज्येष्ठराजं ब्रह्मणं ब्रह्मणस्पत आनस् मंचासीना समस्त अतिथि को पुरस्कार दे सम्मानित करने ପାଇଁ ମୁଁ ପ୍ରକାଶ ବାବୁଙ୍କୁ ଅନୁରୋଧ କରୁଛି। ନନ୍ଦୀ ଆଜି ପୁଷ୍ପ ସମ୍ମାନିତ କରିଛନ୍ତି। ତେଣୁ ସମସ୍ତେ आमको कृषि विभाग निर्देशक सब एपिकल जरिया साहय करते तेणु सी एपिकल पक्षर एवं कृषि निर्देशालय पक्षर आमको विभिन्न बाटे सहायता देवे यही आकांक्षा व आशा रखी आम उपस्थिति को आनंद सहित स्वागत जनाऊँ। यापर आमर डीन अजित मिश्र से आमर डीन संप्रसारण विशेषकर कृषि विज्ञान केन्द्र जरिया सारा राज्य में छतु चाषर प्रसार दिगरे सहायता करछन्ति। तेणु आम आपण तरफ स्वागत जनाऊँ। चिराचरित ग्राम छतु ओडिशा बजार में उपलब्ध नथिला किंतु आज सारा ओडिशा विभिन्न ब्लॉक विभिन्न ग्राम पंचायत रे छतु उपलब्ध होइछि एवं ओडिशा बाहर छत्तीसगढ़ झारखंड पश्चिम बंग आंध्र इत्यादि रे छतु उपलब्ध होइछि। आमर छतु मंजी यूनिट मानक छतु मंजी मध्य से राज्य को जाउछि एवं आमर अग्रणी चाषी माने मध्य से राज्य रे जाइकि मंजी उत्पादन करेगा बा छतु चाष करेगा मध्य सहायता देउछि। किंतु आम स्वप्न देखु बर्तमान दिवस है से स्वप्नटा जदि राज्य सरकार साकार करेंगे से स्वप्न सार्थक हम जे आम पाड़ छतु को सारा भारत वर्ष में व्यवसायीकरण कर उपलब्ध कर जदि सेव जदि काश्मीर एवं हिमाचल प्रदेश आसी सारा भारत वर्ष में बिक्री हो पार्टी एवं गुंड दूध एक समय गुजरात आसी सारा भारत वर्ष कहीं सारा एशिया देश में बिक्री हो पारी तेणु पाड़ छतु कहीं आम सारा भारत वर्ष में विक्रय न कर तार अखंड सुजोग होची ए छतु को अन्य राज्य चाष कर सक्षम होना आम सक्षम होचु खाली नुहे आम व्यवसायीकरण कर सारी। द्वितीय आम चाहूँ जो लक्षाधिक छतु ए सामिल लोक ए सामिल होती आहरी 20 गुणा कि 30 गुणा लोक ए सामिल हो जहाँफल आम पिछा 750 ରୁ 800 ग्राम यार अंक मुझे आपको कहीदी जी टन होती ये 4.5 कोटी हरिज तेणु वार्षिक खाଇବା बेसी एवं आमर छतु मंजी उत्पादन संख्या प्राय 350 है जो मैंने आगुरी करुले बहुत करें हिसाब नौ एत संख्यक मंजी यूनिट भारत वर्षर कौ राज्य में ना एक कहीं कहीपारे दीर्घ 4-5 वर्ष धरी QRT मेम्बर थी अन्य वैज्ञानिक मान सहित 4-5 जन सहित सारा भारत वर्षर विभिन्न विश्वविद्यालय एवं विभिन्न ICAR इन्स्टिट्यूट बुली जो गवेषणा परिषद विगत 4-5 वर्ष रही तेणु ता व्यतीत जो कम करी विश्वविद्यालय
ସେତେବେଳେ ବିଭିନ୍ନ ସେମିନାର ବା ୱାର୍କସପ୍କୁ ଯାଇଛି। ତେଣୁ ସେଇଠି ମୁଁ ଆକଳନ କରି କହୁଛି ଯେ ଓଡ଼ିଶାର ଛତୁ ଚାଷରେ ଅଗ୍ରଗତି ସରକାର ବହୁତ ଅଗ୍ରଗତି ହୋଇଛି। ସରକାର ଛତୁ ଚାଷ ପ୍ରତି ଯେତିକି ସହାୟତା ଦେବା କଥା ଛତୁ ମିଶନ କରିছে। ଏ 2-3 ବର୍ଷ ଭିତରେ 6-7ଟି ପ୍ରୋଜେକ୍ଟ ହେଇଛି, ବଟନ ମସୁମ ହେଇଛି। ସେ ପ୍ରାୟ 1-2 କୋଟି ଟଙ୍କା ଖର୍ଚ୍ଚ କରୁଛି। କିନ୍ତୁ ଆମେ ଯେତେବେଳେ ମନେ ଅଛି 88-89ରେ ଆରମ୍ଭ କଲୁ 5,000 ଟଙ୍କା ପ୍ରୋଜେକ୍ଟ ପ୍ରକଳ୍ପର ଖର୍ଚ୍ଚ ଆକଳନ କରି ଦିଆ। ଆମର ମନ୍ତ୍ରୀଙ୍କୁ ଆମେ ଆମନ୍ତ୍ରଣ କରିପାରିଥିଲୁ। ମନ୍ତ୍ରୀ ନ ଆସିପାରିଲେ ମଧ୍ୟ ଓଡ଼ିଆରେ ଗୋଟେ ଢଗ ଅଛି, ବାଘ ନ ଦେଖିଲେ ମାନେ 328 କୋଟି 88 ଲକ୍ଷ ଟଙ୍କା। ତେଣୁ ସେ 2 ବର୍ଷ ହେଲା ଖର୍ଚ୍ଚ ହେଉଛି। ତେବେ ଏଇଠି ମୁଁ ଉପସ୍ଥାପନ କରେ ଆମର ପ୍ରମୁଖ ସଚିବ ମହାଶୟ ଆସିଥିଲେ ଆମ ଏ କଥାଟି ଆହୁରି ଗୁରୁତ୍ୱ ହେଇଥାନ୍ତା। ତଥାପି ଯେଉଁ ମହାଶୟମାନେ, ଯେଉଁ ଅତିଥିମାନେ, ଯେଉଁ ମାନବର ଅତିଥିମାନେ ଉପସ୍ଥିତ ଅଛନ୍ତି, ଆପଣଙ୍କ ତରଫରୁ ଆପଣଙ୍କ ପ୍ରତିନିଧି ହିସାବରେ ମୁଁ କେତେଗୁଡ଼ିକ ଦାବି ଉପସ୍ଥାପନ କରୁଛି ଏବଂ ଆଶା ଅଛି ଆମେ ଉତ୍ପାଦନ ପାଇଁ ସରକାରଙ୍କ ଉପରେ ନିର୍ଭର କରୁନାହୁଁ। ମଟିଂରେ ସରକାରଙ୍କର କୌଣସି ପ୍ରକାର ସହାୟତା ମିଳିନାହିଁ। ଆମେ ଅନ୍ତତଃ ସର୍ବନିମ୍ନ ଆମର ଦାବି ବା ଉପସ୍ଥାପନା ଯେ ଆପଣ ଦୟାକରି ଯେଉଁଭଳି ଭାବରେ ଓମ୍ଫେଡ୍, ଅପୋଲୋଫେଡ୍ বা ଉଦ୍ୟାନ କୃଷି বা କୁସୁମ বা ଫିସ୍ ଫେଡ୍ ଭଳି ଛତୁ ପାଇଁ ଆପଣ ସରକାରୀ ଜାଗାରେ 10 ଫୁଟରେ 12 ଫୁଟରେ ଗୋଟେ ଜାଗା ଦେଇକି ଗୋଟେ ଗୁଣ୍ଠି ବା ପେରଲର ବା କେଅସ୍ କହୁଛନ୍ତି ଦିଅନ୍ତୁ। ଭୁବନେଶ୍ୱରରେ 50ଟି କି 60ଟି ଏବଂ ବିଭିନ୍ନ ଜିଲ୍ଲାରେ 3-4ଟି ଲେଖାଏଁ ଦିଅନ୍ତୁ ବା ବିଭିନ୍ନ ସବଡିଭିଜନ ସହରମାନଙ୍କରେ ଗୋଟେ ଯୋଡ଼େ ଦିଅନ୍ତୁ। ଏତିକି କଲେ ଆମର ଛତୁ ମାର୍କେଟିଂଟା ଖୁବ୍ ଭଲ ହେଇପାରିବ। ଆମର ଚାଷୀ 6 ଘଣ୍ଟା ବସିକି ବିକୁଛନ୍ତି, 16 ଘଣ୍ଟା ବିକିବେ ଏବଂ ବିଭିନ୍ନ ପ୍ରକାରର ପ୍ରଡ଼କ୍ଟ ବିକିବେ ଏବଂ ତାଜା ଛତୁ ଦେବେ। ଇଏ ରାସ୍ତାରେ ବସିକି ଯେଉଁ ଛତୁ ଦେଉଛନ୍ତି ସେଥିରେ ସେ ରାତି ହେଲା ବେଳକୁ ସଢ଼ି ଯାଉଛି, କିନ୍ତୁ ପର୍ଯ୍ୟନ୍ତ ଛତୁ କିଛି ପାଳ ଛତୁ କିଛି ଖରାପ ହେଉନି। ଏଇ ଦାବିଟା ଆମେ ଆଶା କରୁଛୁ। ଆମେ ମଧ୍ୟ ଡାଇରେକ୍ଟରଙ୍କୁ ଆସିବା ପୂର୍ବରୁ କହିଥିଲୁ ଏବଂ ପରଦିନ ବି ସଚିବ ମହାଶୟଙ୍କୁ କହିଥିଲୁ। ଇଏ ଗୋଟିଏ ଆମର ଦାବି। ଦ୍ୱିତୀୟରେ ଆମେ ଏକ୍ସପେରିମେଣ୍ଟ କରି ଦେଖିସାରିଛୁ 2017-18ରେ ଢେଙ୍କାନାଳର ଇନ୍ଦିପୁରରେ କୋଲ୍ଡ ଚେନ୍ର ଆରମ୍ଭ କରାହେଇଥିଲା। ସେଇଟା ଆମେ ରେପ୍ଲିକେଟେଡ୍ ଚାହୁଁଥିଲୁ ସବୁ ଜିଲ୍ଲା ବା ସବୁ କ୍ଲଷ୍ଟର ଅଫ୍ ଭିଲେଜେସ୍ରେ। ଅର୍ଥାତ୍ ଗୋଟେ କୁଲ୍ ଭ୍ୟାନ୍ ଦିଆହେଇଥିଲା, ସେ ଜୟକୃଷ୍ଣ ସାହୁ ସେଇଟା କାର୍ଯ୍ୟ କରୁଥିଲେ। ଆଉ ଗୋଟେ କୁଲ୍ ଚେମ୍ବାର ଦିଆହେଇଥିଲା, ସେଇଟା ଆମର ଅଜୟ ପୃଷ୍ଟି ଯିଏକି ଆମର ଅନ୍ୟତମ ଉପସଭାପତି ଆଉ ସେକ୍ରେଟାରୀ ଥିଲେ, ତାଙ୍କୁ ଦିଆହେଇଥିଲା ଏବଂ ସେଇଟା ଭଲ କାମ କରୁଥିଲା। ସେଇ ସିଷ୍ଟମଟାକୁ ଉଦ୍ୟାନ ବିଭାଗ ଯଦି ରେପ୍ଲିକେଟେଡ୍ ବା ବିଭିନ୍ନ ଜାଗାରେ କରିଥାନ୍ତେ ତାହେଲେ ଆଜି ଛତୁର ବଜାରଟା ଆହୁରି ଉନ୍ନତ ହୋଇପାରିଥାନ୍ତା। ସେଇଟା କେମିତି କାର୍ଯ୍ୟକାରୀ। ଦ୍ୱିତୀୟ କଥା ଆମେ ଚାହୁଁଛୁ ଯେ ବର୍ତ୍ତମାନ ଛତୁ ଚାଷ ଆମେ ପାରମ୍ପରିକ ଭାବରେ କରୁଛୁ, କିନ୍ତୁ ଆମେ ଚାହୁଁଛୁ ସେମି କମ୍ପୋଷ୍ଟ ମେଥଡ଼ରେ କରିବା ପାଇଁ। 2ଟା କାରଣ। ଗୋଟେ କାରଣ ହେଉଛି ସେମି କମ୍ପୋଷ୍ଟ ମେଥଡ଼ରେ ଅଧିକ ଅମଳ ମିଳିବ ଏବଂ ଆହୁରି କମ୍ ଦିନେ ମିଳିବ। ଇଏ 12-13 ଦିନ ମିଳୁଛି, ସେ 9-10 ଦିନରେ ମିଳିବ। ଦ୍ୱିତୀୟ କଥା ହେଉଛି ବର୍ତ୍ତମାନ ଯାନ୍ତ୍ରିକ ଚାଷ ହେବା ଫଳରେ ଯେଉଁ ଟ୍ରାକ୍ଟର ବ୍ୟବହାର ହେବା ଫଳରେ ଧାନ ଦେଉଥିଲି ସେଇଟା ସମ୍ଭବ ନୁହେଁ। ତେଣୁ ସେମି କମ୍ପୋଷ୍ଟ ମେଥଡ଼ ପାଇଁ ଆମେ ସରକାରଙ୍କୁ ଦାବି କରୁଛୁ ଯେ ଆପଣ 20-25 ଜଣଙ୍କୁ ବ୍ୟାଙ୍କକ୍ ପଠାନ୍ତୁ। ଭାରତବର୍ଷ ପୃଥିବୀରେ ପାଳ ଛତୁ ଅଧିକ ଉତ୍ପାଦନ ହେଉଛି ଥାଇଲ୍ୟାଣ୍ଡ ଏବଂ ଚାଇନା ଏବଂ ସେମାନେ ବହୁ ବର୍ଷ ଧରି ସେମି କମ୍ପୋଷ୍ଟ, ମୁଁ 88 ମସିହାରେ ଯେତେବେଳେ ସେ ରାଜ୍ୟଗୁଡ଼ିକ ଯାଇଥିଲି, 89ରେ ଯାଇଥିଲି, 2 ବର୍ଷ ସେତେବେଳେ ମୁଁ ସେମି କମ୍ପୋଷ୍ଟ ମେଥଡ଼ ଦେଖିଛି। କିନ୍ତୁ ସେଟା ଏଠି ସେତେବେଳେ ଆମେ ଇଣ୍ଟ୍ରୋଡ୍ୟୁସ୍ କରିଲୁ କାହିଁକି, ସେଟା ଟିକେ ବ୍ୟୟବହୁଳ ବା କମ୍ପ୍ଲିକେଟେଡ଼ ଅପେକ୍ଷା। ତେଣୁ ସିମ୍ପଲ୍ ଟେକ୍ନୋଲୋଜି ଦେଇ ଆଜି ଆପଣଙ୍କୁ
ଅକ୍ଷର ଶିଖେଇ ଦେଇଛୁ, ବର୍ତ୍ତମାନ ଆପଣମାନେ ଯୁକ୍ତାକ୍ଷରକୁ ଯିବାକୁ ପଡ଼ିବ। ତେଣୁ ସେଇଥିପାଇଁ ଆମେ ସରକାରଙ୍କୁ ଦାବି କରୁଛୁ। ଆର ବର୍ଷ ମଧ୍ୟ ଆମର ଡାଇରେକ୍ଟର ହର୍ଟିକଲଚର ଘୋଷଣା କରିଥିଲେ 4 ଜଣଙ୍କୁ ପଠାଇବେ ବୋଲି, କିନ୍ତୁ ପଠାଇ ନାହାନ୍ତି ଏପର୍ଯ୍ୟନ୍ତ। এ ବର୍ଷ ଅନ୍ତତଃ ଡାଇରେକ୍ଟର ବା ସେକ୍ରେଟାରୀ ବା ସରକାର ଆମର ମାନ୍ୟବର ମନ୍ତ୍ରୀ କନକବର୍ଦ୍ଧନ ମହାଶୟ, ଉପମୁଖ୍ୟମନ୍ତ୍ରୀ ମନ୍ତ୍ରୀ ଭୂପତି ମାନ୍ୟବର ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହ ମହାଶୟ ଅନ୍ତତଃ 15-20 ଜଣଙ୍କୁ ବ୍ୟାଙ୍କ ପଠାନ୍ତୁ। ବ୍ୟାଙ୍କ 30 ବର୍ଷରେ ଅଛି, ତେଣୁ ଏଇଟାକୁ ଆଉ ଟିକେ ତ୍ୱରାନ୍ୱିତ କରାନ୍ତୁ। ତୃତୀୟ କଥା ହେଉଛି ଆମେ ଚାହୁଁଛୁ ଯେ ଗହମ ହେଉଛି ଆମର ଛତୁ ମଞ୍ଜିର ମାନେ ଉପାଦାନ ମଞ୍ଜି କରିବା ପାଇଁ, সেটা সাবসিডাইজ রেটে দেয় কথা যে ଆମକୁ ଛତୁଟାକୁ କୃଷିର ମାନ୍ୟତା ଦିଆଯାଉ, ଯାହାଫଳରେ ଆମର ବ୍ୟାଙ୍କର ଲୋନ୍ର ହାର ସୁଧର ହାର କମ୍ ହେବ ଏବଂ ଇଲେକ୍ଟ୍ରିକ ତାରିଫ କମ୍ ହେବ ଏବଂ ଆମକୁ ଖଣ୍ଡେ ଭୁବନେଶ୍ୱରରେ ଜାଗା ଦିଆଯିବ। ଏଇ ଦାବି ଆମର ଅଛି। ତେଣୁ ଯାହା ହଉ ମୁଁ ପୁଣି ଥରେ ମାନ୍ୟବର କୁଳପତି ମାନ୍ୟବର ଇଏ ଗୋଟିଏ କୃଷି ମେଳା ଚାଷୀ ନିଜେ ତାର କରୁଛି, ନିଜେ ପଇସା ଖର୍ଚ୍ଚ କରି କରୁଛି। ଇଏ ଗୋଟେ ଅଭିନବ ଉଦ୍ୟମ 2000ଠୁ କରାଯାଇଛି। ଇଏ ଗୋଟେ ଏକ୍ସପେରିମେଣ୍ଟ କରାଯାଇଛି ଯେ ଚାଷୀମାନେ ସଂଗଠିତ ହେଇପାରିବେ କି ନାହିଁ ଏବଂ ଚାଷୀ ତା ନିଜ ବଳରେ ମାନେ ସଭା କରିପାରିବ କି ମେଳା କରିପାରିବ କି ନାହିଁ। ଇଏ ଗୋଟେ ଏକ୍ସପେରିମେଣ୍ଟ ଆମେ କରୁଛୁ, ଯାହାକି ସଫଳ ହେଇଛି। ତେଣୁ ଆଶା କରୁଛୁ ବହୁତ କଷ୍ଟ ହେଲା, କାଦୁଅ ପଙ୍କରେ ଲଟପଟ ହେଇ ଚାଷ କରୁଥିବା ଚାଷୀଟିଏ କେତେବେଳେ ଭାରତର ବିଶିଷ୍ଟ ନାଗରିକର ମାନ୍ୟତା ପାଇଛି, ବିଶିଷ୍ଟ ନାଗରିକର ମାନ୍ୟତା ପାଇନି। କିନ୍ତୁ କୋଣ ଅନୁକୋଣରେ ଥିବା ରୋଷେଇ ଘରକୁ ଯଦି କିଏ ଖାଦ୍ୟ ଯୋଗାଇଛି ସେ ହେଉଛି ଚାଷୀ। ତେଣୁକରି ଆଜି ଏଭଳି ଏକ ଦିନରେ ଏଠି ଉପସ୍ଥିତ ଥିବା ସମସ୍ତ ଚାଷୀଙ୍କୁ ମୁଁ ହାତ ଯୋଡ଼ି ବିନମ୍ର ପ୍ରଦାନ କଲି। ସେ ଥିଲା ସମୟ, ସେ କବିତା ପାଠନ ହେଉଥିଲା, ଚାଷ ଯାହାର କେତେ ସୁଖ ତାହାର, ନା କ'ଣ ସେ ଗୀତ? ସେ ଜୋର ପାଟିରେ କହିଲେ ଦୁନିଆକୁ ଆହାର। ତେଣୁକରି ଆଉ ଚାଷୀ ଆନନ୍ଦରେ ନାହିଁ, ଚାଷୀ ବହୁ କଷ୍ଟରେ ଅଛି। ତେଣୁ ତା କଷ୍ଟକୁ ଲାଘବ କରି ତାର ପରିବାରକୁ ବଞ୍ଚିବା ପାଇଁ ଏବଂ ତାକୁ ସମାଜର ଶେଷ ଧାଡ଼ିରୁ ଆଣି ଆଗରେ ତାର ପରିଚୟ ସୃଷ୍ଟି କରି ତାକୁ ଠିଆ କରିବା ହେଉଛି ଆଜି ଏ ସଭାରେ ଏବଂ ଏ ମଞ୍ଚରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସରକାରଙ୍କ। ଏବଂ ସେ ଦାୟିତ୍ୱ ଓଡ଼ିଶାରେ ଚାଷୀମାନଙ୍କ ପାଇଁ ସବୁଠୁ ବଡ଼ ବଜେଟ୍ ଅନ୍ୟ ବିଭାଗ ଅପେକ୍ଷା। ଏବଂ କୋଉଠି ନା କୋଉଠି ସରକାର ଚେଷ୍ଟା କରୁଛନ୍ତି। ଏବେ ଆପଣମାନେ ଦେଖିଛନ୍ତି MSPରେ ମଧ୍ୟ 800 ଟଙ୍କା ଧାନ କିଣାରେ ମଧ୍ୟ ଦିଆଯାଇଛି। ଛତୁ ଚାଷ ପାଇଁ ମଧ୍ୟ ବିଭିନ୍ନ ନୂଆ ପ୍ରଣାଳୀ ଏବଂ ସ୍କିମ୍ ମଧ୍ୟ କରୁଛନ୍ତି ଏବଂ କିଛି ଜାଗାରେ ହେଇସାରିଲାଣି। ତେଣୁ ଆପଣମାନେ ସେ ଉପାଦେୟ ଗୁଡ଼ିଏ ନେବେ ଏବଂ ସ୍ୱତନ୍ତ୍ର ଭାବେ ଛତୁ କଥା ଆପଣମାନେ ଜାଣିଛନ୍ତି ସମଗ୍ର ଭାରତ ବର୍ଷରେ ଯେତିକି ଛତୁର ରିକ୍ୱାରମେଣ୍ଟ ଆର 50% ଛତୁ ଓଡ଼ିଶା, ବିହାର, ମହାରାଷ୍ଟ୍ର ଏ 3ଟା ଷ୍ଟେଟ୍ ଯୋଗେଇଥାଏ। ଜାଣିଛନ୍ତି ଖୋର୍ଦ୍ଧା ଆଉ ଢେଙ୍କାନାଳ 60% ଛତୁ ସହଯୋଗ ଦେଇଥାନ୍ତି এই 4ଟି ଜିଲ୍ଲା। ତେଣୁକରି ସବୁଠୁ ବଡ଼ କଥା ହେଉଛି ଏଇ 4 ଜିଲ୍ଲାରେ ଯେଉଁମାନେ ଛତୁ ଚାଷରେ ଆଜିକି ସ୍ୱାବଲମ୍ବୀ ହେଇଛନ୍ତି, SSG ଗ୍ରୁପକୁ ଆରମ୍ଭ କରି ବିଭିନ୍ନ ଚାଷୀମାନେ ସେମାନଙ୍କର ଅବଦାନ ଲାଗି ଆଜି ଭାରତ ବର୍ଷ ବି ନିଜର ପରିଚୟ ପାଇଛି। ତେଣୁକରି 2013ରେ ଯେତେବେଳେ ସମଗ୍ର ଭାରତ ବର୍ଷର ରିକ୍ୱାରମେଣ୍ଟ ଥିଲା 342 ଲକ୍ଷ ମେଟ୍ରିକ ଟନ୍, ଯେତେବେଳେ ରିକ୍ୱାରମେଣ୍ଟ ଥିଲା ସେତେବେଳେ ଭାରତର ପ୍ରଡକ୍ସନ୍ ଥିଲା 17,000 ମେଟ୍ରିକ ଟନ୍ ମାତ୍ର। ଭାରତର ପ୍ରଡକ୍ସନ୍ ରେଟ୍ ଥିଲା 17,000। କିନ୍ତୁ ଆଜି ଯାହା 2022ର ରିପୋର୍ଟ ଅନୁସାରେ ସମଗ୍ର ବିଶ୍ୱର ପ୍ରଡକ୍ସନ୍
बेसी इनक्रीज होइनी से 34,000 थिला वर्तमान 34,342 लक्ष थिला वर्तमान 455 लक्ष अछि 455 लक्ष किछि ऑड अछि किंतु भारत वर्षर उत्पादन होची 2,85,000 मेट्रिक टन तो ये गोटे छोटिया कथा नुहे 2013 2022 भितर 11 वर्ष समय भितर भारत वर्षर चाषी मानकर छतु चाष निजको कोटना कोठी गोटे स्टेबिलिटी देइछन्ते एवं निजको ठिया करेछन्ते ଆଉ ଦୁଃଖ ହେଉଥିଲା ବିଧାୟକ ମହୋଦୟଙ୍କର टेक्निकल कथा एतरे भरपूर रही तेणु प्रतिटा आम गोटे गोटे भगवत गीता सहित समान सत्यवादी वरेण्य विधायक श्री ओम प्रकाश मिश्र ओडिशा कृषि और वैषयिक विश्वविद्यालय संप्रसारण शिक्षा अध्यक्ष प्रोफेसर प्रसन्नजीत मिश्र पारिपार्श्विक एवं सशक्तिकरण पर्यंत सबू साहस ता भितर जोड़ी ही रही मते तो लगे जे ओडिशा कृषि और वैषयिक विश्वविद्यालय होची छतु चाषर एंतुड़ीशाल प्रोफेसर अद्वैत पात्रंकर प्रचेष्टा यह एक जन आंदोलन एक जन विप्लव परिणत हो विप्लव जड़े जड़े योद्धा भाव में आपण मान आविर्भाव हो खुशी लगे जे कृषि वैषयिक विश्वविद्यालय अन्यान्य विश्वविद्यालय भली चारि कांथ बा कैंपस रे सीमित न होई निश्चित भाव चाषी मान सहित तार प्रत्यक्ष समन्वय संपर्क सबुबले रखि थाए कथा प्रोफेसर पात्र कहूतिले से सेमी कंपोस्ट प्रणाली की आमे आस्ते आस्ते आम परिस्थिति एवं परिवेश को खाप खुआइला भलिया ताकू आमे एस्टाब्लिश कर सारी द्वितीय कथा छतुर नुआ नुआ प्रजाति जेमती से गायनोडर्मा बहुत से मेडिसिनाल मशरूम ताकू मध्य वर्तमान आमे चाष करि पारुछे मते खुशी लगे आपण मान भितर अनेक जानिथिबे कि न जानिथिबे से जो व्हाट्सएप ग्रुप टी अछि ओडिशा छतु चाष को लेकरी एवं विश्वविद्यालय तरफ करा जायछि सिते मध्य मु जने सदस्य एवं आपण मानकर परस्पर भितर जो भाव विनिमय वार्तालाप होउछि ता भितर भावर आलाप होउछि ताकू मध्य बहुत दृष्टिकोण को आसुछि दृष्टिगोचर मध्य वर्तमान शकुंतला पत्र मैडम मो ना कहीदे जिले में श्रीमती अनिता राणी नंदी तपन कुमार दड़ी नृसिंह चंद्र शांति शकुंतला पात्र जदि अच्छा आगे आसतु अनिता राणी नंदी श्रीमती अनिता राणी नंदी शक्ति माँ एसएचजी ग्रुप कई शब्द अच्छा कटक जिला कालंदी प्रधान बांकी बेहरा देवराज बेहरा निराली आशुतोष मिश्र निराली आपण ताली नवा इच्छा नहीं गौर नब्बे देवराज बेहरा जड़े अग्रणी सप्लीमेंट्री उत्पादन कर मयूरभंज डिस्ट्रिक्ट मयूरभंज जिला भारती महंत जब अच्छा आसतु नेक्स्ट
नेक्स्ट जगतपुर रेडी वीरेंद्र खटुआ भारती महंत मयूरभंज नांदी राजीव रथ जगतसिंहपुर राजीव रथ धामनगर राजीव रथ अटल बिहारी ओमकार महांती आ टिके करताली हेले शांतिलता पट्टनायक कोरापुट जड़े सशक्त महिला शांतिलता पट्टनायक खोर्धा जिला भागवत विश्वाल खोर्धा जिला भागवत विश्वाल निमापड़ा सुकांत कुमार साहू आज महासंघ तरफ बहुत बहुत अभिनंदन करूँ डेलांगो युधिष्ठिर मल्लिक जदि अच्छा आप स्टेज पाक आसतु सतीचा आशीष आम सम्मानित कर ब्रह्मगिरी कपिलेश्वर व्यवसायी आम महासंघ तरफ संबर्धित कर जो मैंने आम अच्छु उद्घाटन उत्सव से सबू टेक्निक बर्तमान डॉक्टर भिकी नरेंद्र मंगेशकर विश्व आज के हिंदी समझती है ना सबको? हिंदी में बोलेंगे तो चलेगा? क्योंकि मुझे आपका ओडिया जो लैंग्वेज है नहीं आता है। अभी रिसेंटली ज्वाइन हुआ मैं महाराष्ट्र से हूँ बेसिकली। ग्रोअर फेडरेशन प्रोफेसर डॉक्टर अद्विता कुमार पत्रा एंड द डीन प्रसेनजीत मिश्रा सर and the scientist is present on the dais. मंच पर विराजमान सभी महानुभाव को मेरा सत सत नमन। जी कंड बाहर अध किलो तोला सरी एत बाहर अध किलो बाद